ସାଙ୍ଗମାନେ ଆମ ଘରେ ଘର କାମ ଚାଲିଥାଏ। ସେହି ସମୟରେ ମାମୁଁ ପୁଅର ବାହାଘର ଠିକ୍ ହେଲା। ଆଉ ବାହାଘର ହେବ ରାଉରକେଲା ସିଟିରେ। ଘରେ କହିଲେ ମୁଁ ଆଉ ଭାଉଜ ଦୁଇଜଣଙ୍କୁ ଯିବାକୁ। ତାପରେ ବସ୍ରେ ଟିକେଟ୍ କାଟି ଆଣିଲି। ରାତି 9ଟାରେ ଗାଡ଼ି ଯିବା ଦିନ ଆମେ ରେଡ଼ି ହୋଇ ବସ୍ଷ୍ଟାଣ୍ଡ ବାହାରିଲୁ। ଭାଉଜ ଗୋଟେ ପିଙ୍କ ଆଉ ବ୍ଲୁ ଶାଢ଼ୀ ପିନ୍ଧିଥାନ୍ତି। ପୁରା କ୍ୟୁଟ୍ ଲାଗୁଥିଲେ। ଖୋଲା ଲମ୍ବା ବାଳ ଅଣ୍ଟାଯାଏ ପୁରା ହିରୋଇନ୍ ପରି ଦେଖାଯାଉଥାନ୍ତି। ଆମେ ଯାଇ ବସ୍ଷ୍ଟାଣ୍ଡରେ ପହଞ୍ଚିଲୁ। ବସ୍ ଆସିଲା। ତାପରେ ବସ୍ରେ ବସିଲୁ। ଭାଉଜ ଝରକା ପାଖରେ ବସିଲେ। ତାପରେ ମୁଁ ବସିଲି। ଯାଜପୁର ପରେ ପରେ ତାଙ୍କୁ ନିଦ ଆସିଲା। ସେ ସିଟ୍ ଉପରେ ମୁହଁକୁ ଝରକା ଆଡ଼କୁ କରି ଶୋଇପଡ଼ିଲେ। ଏମିତି କିଛି ସମୟ ପରେ ମୋର ନଜର ଭାଉଜଙ୍କ ଦେହ ଉପରେ ପଡ଼ିଲା। ଭାଉଜଙ୍କ ସୁନ୍ଦରତାକୁ ସେମିତି ମୁଁ ଦେଖୁଥାଏ। ନିରୀହ ମୁହଁ, ଛୋଟ ଓଠ, ଆକର୍ଷିତ ବେକ ଆଉ ଛାତି। 2-4ଟି ବାଳ ତାଙ୍କ ମୁହଁ ଉପରେ ପଡ଼ିଥାଏ। ତାପରେ ମୁଁ ମୋ ଆଙ୍ଗୁଳିରେ ତାଙ୍କ ବାଳକୁ ସଜାଡ଼ି ଦେଲି। କିଛି ସମୟ ପରେ ଭାଉଜ ନିଦ ଭାଙ୍ଗିଲା। ସେ ଉଠି ମୋତେ ଦେଖିଲେ। ମୁଁ ଫୋନ୍ ଚଲାଉଥିଲି। ମୋତେ କହିଲେ ତମେ ଶୋଇବନି କି? ମୁଁ କହିଲି ନିଦ ଲାଗୁନି, ତୁମେ ଶୋଇପଡ଼। ସେ କହିଲେ କମ୍ଫର୍ଟେବଲ୍ ଲାଗୁନି କହି ଆମ ଦୁଇଜଣଙ୍କ ମଝିରେ ଥିବା ହ୍ୟାଣ୍ଡରେଷ୍ଟ ଉପରେ ମୁଣ୍ଡ ଦେଇ ଶୋଇବାକୁ ଚେଷ୍ଟା କଲେ। ମୁଁ ହ୍ୟାଣ୍ଡଲଟା ଉପରକୁ ଉଠାଇ ଦେଇ କହିଲି ମୋ କୋଳରେ ଶୋଇପଡ଼। ସେ ବି ରାଜି ହୋଇଗଲେ। ଆଉ ମୋ କୋଳରେ ମୁଣ୍ଡ ଦେଇକି ଶୋଇଲେ। ମୁଁ ତାଙ୍କ ମୁଣ୍ଡକୁ ଆଉଁସି ଦେଲି। ପିଠି ଉପରେ ତାଙ୍କ ଲମ୍ବା ବାଳ ପଡ଼ିଥାଏ। ଆଉ ସୁନ୍ଦର ବି ଲାଗୁଥାଏ। ଆଉ ମୋତେ ତାଙ୍କ ଅଣ୍ଟା ବି ଭଲ କି ଦେଖାଯାଉଥିଲା। କିଛି ସମୟ ପରେ ଭାଉଜ ଶୋଇଗଲେ। ମୁଁ ତାଙ୍କ ସେକ୍ସି ପିଠିକୁ ଦେଖିବାକୁ ଇଚ୍ଛା ହେଲା। ମୁଁ ଧୀରେ ଧୀରେ ତାଙ୍କ ପିଠି ଉପରେ ଥିବା ବାଳକୁ ଆଡ଼େଇଲି। ଆଃ କି ସୁନ୍ଦର ଲାଗୁଥାଏ। ମୋ ଭାଣ୍ଡ ସେତେବେଳକୁ ପୁରା ହିଟ୍ ହେଇଗଲା। ଇଚ୍ଛା ହେଉଥିଲା ଚାଟି ପକାନ୍ତି କି। ମୁଁ ସେଇଠୁ ପ୍ଲାନ୍ କରି ତାଙ୍କ ପିଠି ଉପରେ ମୁଁ ମୋ ଗାଲକୁ ଲଗେଇ ମୁଣ୍ଡ ଦେଇ ଶୋଇଲି। ଆଉ ଭାଉଜଙ୍କ ଦେହର ବାସ୍ନାକୁ ଉପଭୋଗ କଲି। ଆଉ ହାତରେ ତାଙ୍କ ମୁଣ୍ଡ ବାଳକୁ ଆଉଁସିଲି। ମୋତେ ଇଚ୍ଛା ହେଉଥିଲା ବହୁତ କିଛି, କିନ୍ତୁ ଭୟରେ ଆଗେଇ ପାରୁନଥାଏ। ଖାଲି ଓଠକୁ ପିଠିରେ ଘଷି ଘଷି ଏପଟ ସେପଟ ମୁଣ୍ଡକୁ କରୁଥାଏ। ତାପରେ ଭାବିଲି ଭାଉଜଙ୍କୁ ଡାକି ସ୍ଲିପର ଉପରକୁ ନେଇଯିବି। ସେଠି ଟିକିଏ କ'ଣ ହେଲେ କରିବି। ଭାଉଜଙ୍କୁ ଡାକିଲି ଆଉ କହିଲି ଏଠି ସୁବିଧା ହେଉନି, ଯାଇ ଉପରେ ଶୋଇବ କି? ସେ ବି ରାଜି ହେଲେ। ମୁଁ କଣ୍ଡକ୍ଟରକୁ ଡାକି କହିଲି ସେ ଫାଙ୍କା ଥିବା ଗୋଟେ ସ୍ଲିପର ସିଟ୍ ଦେଲେ। ତାପରେ ଭାଉଜ ଉପରକୁ ଗଲେ ଆଉ ମୋତେ କହିଲେ ତମେ ବି ଆସ ଏଇଠି ଶୋଇବ। ସାଙ୍ଗମାନେ ଯଦି ଏହିଭଳି ନୂଆ ନୂଆ କାହାଣୀ ଶୁଣିବାକୁ ଚାହୁଁଛନ୍ତି ତାହେଲେ ଏବେ ହିଁ ଭିଡ଼ିଓରେ ତଳେ ଥିବା ସବସ୍କ୍ରାଇବ୍ ବଟନକୁ କ୍ଲିକ୍ କରି ଭିଡ଼ିଓକୁ ଲାଇକ୍ ଗୋଟେ କରିଦିଅନ୍ତୁ। ମୁଁ କହିଲି ଜାଗା ହେବନି, ତମେ ଶୋଇପଡ଼, ମୁଁ ଏଇଠି ଆଡ଼ଜଷ୍ଟ କରିନେବି। ସେ ମୋତେ ମନା କଲେ ଆଉ ବାଧ୍ୟ କରିବାରୁ ମୁଁ ବି ଉପରକୁ ଗଲି। ଭାଉଜ କହିଲେ ସ୍କ୍ରିନ୍ ଟାଣିଦିଅ। ମୁଁ ସ୍କ୍ରିନ୍ ପକାଇଦେଲି। ଭାଉଜ ତାପରେ ଖୋଲା ବାଳକୁ ବାନ୍ଧିଦେଲେ। ଏବେ ପୁରା ପିଠିରୁ ଅଣ୍ଟା ଯାଏ ଅର୍ଦ୍ଧନଗ୍ନ ଦେଖାଗଲା। ଆଉ ସେ ଶୋଇଲେ। କମ୍ ଜାଗା ଥିବାରୁ ଭାଉଜ ମୋ ଆଡ଼କୁ ମୁହଁ କରି ଶୋଇଲେ। ତାଙ୍କ ଦୁଧ ମୋ ହାତରେ ଚାପି ହୋଇ ରହିଥାଏ। ମୁଁ ମୋବାଇଲ ଚଲେଇଲି। ତାଙ୍କ ମୁହଁକୁ ଯେମିତି ଲାଇଟ୍ ପଡ଼ିଲା ସେ ବୁଲି ପଡ଼ିଲେ ଆଉ ତାଙ୍କ ପିଠି ପୁରା ମସ୍ତ ଦେଖାଯାଉଥିଲା। କିଛି ସମୟ ପରେ ମୁଁ ସେମିତି ତାଙ୍କ କଅଁଳିଆ ଦେହକୁ ଦେଖୁଥାଏ ଆଉ ତାଙ୍କ ଶୋଇବାକୁ ଅପେକ୍ଷା କରିଥାଏ। ପ୍ରାୟ 30 ମିନିଟ୍ ପରେ ମୁଁ ଭାଉଜଙ୍କ ମୁହଁରେ ମୋବାଇଲ ଲାଇଟ୍ ମାରିକି ଦେଖିଲି ସେ ଶୋଇପଡ଼ିଲେଣି। ମୁଁ କନଫର୍ମ ହେବାରୁ ତାଙ୍କୁ ଟିକିଏ ହଲେଇ ଦେଲି ଆଉ ଜାଣିଲି ଯେ ସେ ପୁରା ନିଦରେ। ତାପରେ ମୁଁ ମୋ ହାତ ନେଇ ତାଙ୍କ କାନ୍ଧ ଉପରେ ରଖିଲି ଆଉ ମୁହଁକୁ ନେଇ ତାଙ୍କ ଖୋସା କରିଥିବା ବାଳକୁ ଶୁଙ୍ଘିଲି। ତାପରେ ପିଠିରେ ମୁହଁ ଲଗେଇଦେଲି। ଆଉ କିଛି କରିବାକୁ ଡର ଲାଗୁଥାଏ। ବସ୍ ଭିତରେ ଏସି ଚାଲୁଥିବାରୁ ଭାଉଜ ମୋ ହାତକୁ ନେଇ ତାଙ୍କ ପେଟ ପାଖରେ ଚାପିଦେଲେ। ମୁଁ ପୁରା ତାଙ୍କ ପଛ ଦେହ ସହ ଲାଗିଗଲି। ମୋ ବାଣ୍ଡ ତାଙ୍କ ଗାଣ୍ଡି ପାଖେ ଥାଏ। ତାପରେ ମୁଁ ଗୋଟେ ଗୋଡ଼ ନେଇ ତାଙ୍କ ଗୋଡ଼ ଉପରେ ରଖିଦେଲି। ସେ ବୁଲି ପଡ଼ି ମୋତେ କୁଣ୍ଢେଇ ଧରି ଶୋଇଲେ। ତାଙ୍କ ଓଠ ପାଖରେ ମୋ ଓଠ ଥାଏ। ଇଚ୍ଛା ହେଉଥିଲା ଚୁମି ଦେବାକୁ। ତାପରେ ମୁଁ ମୋ ହାତ ନେଇ ତାଙ୍କ ପିଠିରୁ ଅଣ୍ଟା ଯାଏ ବୁଲେଇଲି ଆଉ ତାଙ୍କ ବେକ ପାଖରେ ମୁହଁ ଲଗେଇକି ଶୁଙ୍ଘିଲି। ଏମିତି କିଛି ସମୟ ପରେ ଭାଉଜ ପୁଣି ବୁଲି ପଡ଼ିଲେ ଆଉ ମୁହଁ ଉପରକୁ କରି ଶୋଇଲେ। ତାପରେ ମୁଁ ମୋ ହାତକୁ ତାଙ୍କ ନାହି ଉପରେ ରଖି ଅନୁଭବ କଲି। ଇଚ୍ଛା ତ ହେଉଥିଲା ବିହାରେ ଆଙ୍ଗୁଳି ପୂରେଇବାକୁ, କିନ୍ତୁ ଡର ଲାଗୁଥିଲା। ଏମିତି କିଛି ସମୟ ତାଙ୍କ ଦେହର ସବୁ ଅଙ୍ଗକୁ ନ ଜାଣିଲା ଭଳି ଛୁଇଁଲି। ମୋ ବାଣ୍ଡ ସେତେବେଳକୁ ଟିଙ୍ଗେଇ ହେଇଗଲାଣି। ବସ୍ ହଲ ହଲ ହେଲା ବେଳେ ମୋ ବାଣ୍ଡ ତାଙ୍କ ଦେହରେ ବାଜୁଥାଏ। ମୁଁ ଯେତିକି ସାଇଡ୍ ହେବାକୁ ଚେଷ୍ଟା କରୁଥିଲି ଭାଉଜ ସେତିକି ମୋ ଆଡ଼କୁ ଆସୁଥାନ୍ତି। ଏମିତି କିଛି ସମୟ ଗଲା ପରେ ମୁଁ ଜାଣିଲି ଯେ ଭାଉଜ ଜାଣି ଜାଣି ମୋ ଆଡ଼କୁ ଆସୁଛନ୍ତି ବୋଲି। ଭାଉଜଙ୍କୁ ମୁଁ କେହିବାକୁ ଇଚ୍ଛା କଲା ଭିତରେ ଭାଉଜ ତାଙ୍କ ଆଡ଼ୁ ମୋ ହାତକୁ ଭିଡ଼ିକି ନେଇକି ତାଙ୍କ ଛାତିରେ ଦୁଇ ଦୁଧ ମଝିରେ ଚାପିକି ରଖିଲେ। ଠିକ୍ ସେତେବେଳକୁ ଭାଉଜ ତାଙ୍କ ଗାଣ୍ଡିକୁ ମୋ ବାଣ୍ଡରେ ଲଗେଇକି ଶୋଇଥାନ୍ତି। ଭାଉଜ ଜାଣି ଜାଣି ମୋ ହାତକୁ ତାଙ୍କ ଦୁଧରେ ଘଷିବାରେ ଲାଗିଥାନ୍ତି।
ଆଉ ମୋ ବାଣ୍ଡ ବି ହୁତାସନ ହେଇକି ଉଠିବାରେ ଲାଗିଥାଏ। ତାପରେ ଭାଉଜ ମୋ ହାତକୁ ନେଇକି ତାଙ୍କ ଜଙ୍ଘ ସନ୍ଧିରେ ଚାପିକି ଧରିଲେ। ସେ ବାର ବାର ମୋ ହାତକୁ ଟାଣିକି ତାଙ୍କ ଜଙ୍ଘରେ ଚାପି ଚାଲିଲେ। ସେମିତି ବସ୍ ଦହଲି ଦହଲି ଚାଲିଥାଏ। ତାପରେ ଭାଉଜ ଧୀରେ ଧୀରେ ତାଙ୍କ ଲୁଗାର ଆଗପଟୁ ସାଇଡ୍ କରିକି ସେ ମୋ ହାତକୁ ତାଙ୍କ ଲଙ୍ଗଳା ଜଙ୍ଘରେ ଚାପିଦେଲେ। ମୋ ହାତ ତାଙ୍କ ଚଡ଼ି ବିଆର ଭାଙ୍ଗ ପଡ଼ିଥିବା ଜାଗାରେ ବାଜିବାରୁ ମୋତେ ବହୁତ ଗରମ ଲାଗୁଥାଏ। ମୁଁ ଆଉ କିଛି ନ କହି ସେମିତି ଚୁପ୍ ହୋଇ ସେ ଯାହା କରୁଥାନ୍ତି ମୁଁ କରି ଚାଲିଥାଏ। ଭାଉଜ ତାପରେ ସମ୍ଭାଳି ପାରିଲେନି କି କ'ଣ ଯେ ମୋ ହାତକୁ ତାଙ୍କ ଚଡ଼ିକୁ ଆଡ଼େଇ ଦେଇକି ସେ ଭିତରେ ଥୋଇଲେ। ଆଉ ମୋ ହାତକୁ ଧରିକି ସେ ନିଜେ ନିଜେ ତାଙ୍କ ବିଆରେ ରଗଡ଼ିଲେ। ତାପରେ ମୋ ହାତ ବି ଆପେ ଆପେ ତାଙ୍କ ବିଆକୁ ସାଉଁଳିବାରେ ଲାଗିଲା। ସେତେବେଳକୁ ଭାଉଜଙ୍କର ବିଆରୁ ଅଲରେଡ଼ି ପାଣି ବାହାରିକି ରହିଥିଲା। ମୋ ଆଙ୍ଗୁଠି ଆପେ ଆପେ ଭାଉଜଙ୍କ ବିଆ କଣାରେ ମାରି ହେଇ ଯାଉଥାଏ। ମୋ ଆଙ୍ଗୁଠି ଭାଉଜଙ୍କ ବିଆରେ ମୁଁ ପଶେଇକି ସଲସଲ କରି ଚାଲିଲି। ଆଉ ଭାଉଜ ହେଲେ ଜଙ୍ଘକୁ ଟେକିକି ବିଆକୁ ଟିକେ ଢିଲା କରି ପକାଉଥାନ୍ତି। ଏମିତି ବସ୍ ଭିତରେ ଭାଉଜଙ୍କ ବିଆକୁ ଶୋଇକି 10 ମିନିଟ୍ ହେବ କରି ଚାଲିଥାଏ। ମୁଁ ତାଙ୍କ ବିଆରେ ଆଙ୍ଗୁଠି ମାରିବା ଭିତରେ ମୁଁ ମୋ ବାଣ୍ଡକୁ ତାଙ୍କ ପଛପଟେ ଲୁଗାରେ ଗାଣ୍ଡିସନ୍ଧାରେ ଗଳେଇଲା ଭଳି କରୁଥାଏ। ଭାଉଜ ଥରେ ଥରେ ବିଆକୁ ଚାପି ପକାନ୍ତି ଆଉ ଥରେ ଥରେ ଜଙ୍ଘକୁ ହୁଗୁଳା କରିକି ମେଲେଇ ଦିଅନ୍ତି। ଭାଉଜ ଖାଲି ଛାତିକୁ ଫୁଲେଇକି ସଁ ସଁ ହେଉଥାନ୍ତି। ହେଲେ କ'ଣ କରିହେବ, ବସ୍ ଭିତରେ ଥିବାରୁ କେହିବାକୁ ବିଲକୁଲ ସୁବିଧା ହେଉନଥିଲା। ଏମିତି ଆଙ୍ଗୁଠିରେ ତାଙ୍କ ବିଆକୁ ଘଷି ଘଷି ପୁରା ନାଳୁଆ କରିଦେଲି। 10 ମିନିଟ୍ ହେବ ବିଆକୁ ଘଷିବା ପରେ ଭାଉଜ ଖାଲି ଆଁ ଆଁ କରିକି ମୋ ହାତକୁ ଗେହିଲା ଭଳି କରି ଚାଲିଲେ। ଆଉ ବିଆରୁ ଆପେ ଆପେ ଗରମ ପାଣି ବାହାରିଗଲା। ବିଆରୁ ପାଣି ବାହାରି ଭାଉଜ ପିନ୍ଧିଥିବା ଚଡ଼ି ପୁରା ଭିଜିଗଲା। ତାପରେ ସେମିତି ଅଧା ବିଆରେ ଭାଉଜ 2 ମିନିଟ୍ ହେବ ଶୋଇକି ପଡ଼ି ରହିଲେ। ତାପରେ ମୋତେ ପାଟି ଖୋଲିକି କହିଲେ, ରୁମାଲଟା ଟିକେ ପର୍ସରୁ ବାହାର କରିକି ଦେବ କି? ମୁଁ ତାପରେ ଭାଉଜଙ୍କୁ ରୁମାଲ ବାହାର କରିକି ଦେଲି। ଭାଉଜ ରୁମାଲଟାକୁ ତାଙ୍କ ବିଆର କଣାରେ ପସେଇକି ଚଡ଼ି ଭିତରେ ରଖିଦେଲେ। ତାପରେ ସେ ଚଡ଼ିକି ହାତରେ ଉପରକୁ ଟେକି ପିନ୍ଧିଦେଲେ। ସେଇଠୁ ସେ ଉଠିକି ବସିଲେ, ବାଳକୁ ସାଇଜ କଲେ ଆଉ ତାପରେ ହାତରେ ସିଟ୍କୁ ଝାଡ଼ିଦେଲେ। ମୁଁ ସେମିତି ଟିଙ୍ଗେଇକି ରାତି ସାରା ରଖିଥାଏ, କିନ୍ତୁ ଗେହି ପାରିଲିନି ଟିକେ ବି ହେଲେ। ଆମେ ସେଇଠୁ ରାଉରକେଲାରେ ପହଞ୍ଚିଲୁ। ବାହାଘର ସରିଲା। ଆମେ ବାହାଘରରେ ଧ୍ୟାନ ନ ଦେଇକି ଆସିଲା ବେଳେ କେମିତି ହୋଟେଲକୁ ଯିବୁ ଆଉ କେମିତି ଗିହାଗେହି ହେବୁ ସେଇ ବିଷୟରେ କଥା ହେଉଥିଲୁ। ଆଉ ଫେରିବା ଦିନ ଆମେ ବାହାରେ ଗୋଟେ ରାତି ହୋଟେଲରେ ରହିଲୁ। ଆଉ ମୁଁ ଭାଉଜଙ୍କୁ ଗେହିବାକୁ ଆଗୁଆ କଣ୍ଡମ୍ ଆଉ ଟାବଲେଟ୍ ସବୁ ନେଇକି ଯାଇଥିଲି। ତାପରେ ହୋଟେଲରେ ରହିଲୁ। ଆଉ ରାତିରେ 3 ଟ୍ରିପ୍ ଭାଉଜଙ୍କୁ ଗେହିଲି। ଭାଉଜଙ୍କ ବିଆକୁ ଗେହି ଗେହି ଅଧା ସରସର କରିଦେଲି ହୋଟେଲ ଭିତରେ। ହୋଟେଲରେ କେମିତି ଗେହିଲି ଆଉ ଭାଉଜଙ୍କ ବିଆ କେମିତି ଲାଲ ପଡ଼ିଗଲା ଆଉ ଗୋଟେ ପାର୍ଟରେ ଲେଖିବି। ସାଙ୍ଗମାନେ ଯଦି ଏହିଭଳି ନୂଆ ନୂଆ କାହାଣୀ ଶୁଣିବାକୁ ଚାହୁଁଛନ୍ତି ତାହେଲେ ଏବେ ହିଁ ଭିଡ଼ିଓର ତଳେ ଥିବା ସବସ୍କ୍ରାଇବ୍ ବଟନକୁ କ୍ଲିକ୍ କରି ଭିଡ଼ିଓକୁ ଲାଇକ୍ ଗୋଟେ କରିଦିଅନ୍ତୁ। ଯାହାଫଳରେ ମୁଁ ଯେକୌଣସି ଭିଡ଼ିଓ ଅପଲୋଡ଼ କରିବି ଆପଣମାନେ ସର୍ବପ୍ରଥମେ ଦେଖିପାରିବେ।